ମାଳିକାରେ ଅର୍କିତ ଦାସ ତାଙ୍କ ମାଳିକା ଲେଖିଛନ୍ତି। ଅର୍କିତ ଦାସ କାହାକୁ କହୁଛନ୍ତି? ରାମକୁ କହୁଛନ୍ତି। ରାମ କିଏ? ରାମ ହଉଛି ଅଚ୍ୟୁତଙ୍କର ଶିଷ୍ୟ। ସେ କହୁଛନ୍ତି ଶୁଣ ରାମ, ଇଏ ଯୋଉ ଘୋର କଳି ଏବେ ଆସିଛି, ଏଠି ମୁଁ ଚଣ୍ଡୀ ମାନଙ୍କର ନାମ କହିଦଉଛି, ଯଥା ହରଚଣ୍ଡୀ, ଦକ୍ଷିଣ ଚଣ୍ଡୀ, ଉଗ୍ରଚଣ୍ଡୀ, କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଏମାନେ ସବୁ ଏ 2024ରୁ ମୀନ ଶନି ଚଳିବା ପୂର୍ବରୁ ଏମାନେ ସବୁ ଯୋଗିନୀଗଣ ମାନେ ଏଇ ଚଣ୍ଡୀ ମାନଙ୍କ ପାଖରେ, ଯୋଉ ଚଣ୍ଡୀ ମାନେ ଗୋଟେ ଗୋଟେ ଗାଁକୁ ଗ୍ରାମ ଦେବତୀ ଭାବରେ ପୂଜା ପାଉଛନ୍ତି, ତାଙ୍କୁ ନର ମାସ ଖାଇବାକୁ ଦିଅ ବୋଲି ମାଗୁଛନ୍ତି। ତେଣୁ ସେ ଚଣ୍ଡୀ ନାରାୟଣଙ୍କୁ ଡାକିଛନ୍ତି, ମା ଜଗନ୍ନାଥଙ୍କୁ। ଆଉ ଏ କଥା ନାରାୟଣ ଦ୍ୱାପର ଯୁଗରୁ ପ୍ରମାଣ ରଖିଛନ୍ତି। ଯେତେବେଳେ ସେ ଆସିଥିଲେ ଯଶୋଦା ଗର୍ଭରେ, କହିଥିଲେ ତୁ ସେଠିକି ଯା, ଜନ୍ମ ହବୁ, ମତେ ମୋ ପିତା ନେବେ ବଦଳି ଆଣିବେ। ସେ କହିଥିଲେ ତା ଫଳରେ ଉପକାର ନା ତୁ ଏମିତି ଏମିତି ପୂଜା ପାଇବୁ ବୋଲି ଶ୍ରୀକୃଷ୍ଣ କହିଥିଲେ, କିଏ? ନାରାୟଣ ନିଜେ। ତେଣୁ ସେଇ ଦିନରୁ ସେମାନେ କଳିରେ ଯୋଉମାନେ ଅଛନ୍ତି ଭଣ୍ଡ ଭକ୍ତ, ସେମାନଙ୍କୁ ଖାଇବେ। ସେମାନେ ଡାକ୍ତର ରୋଗରୁ ଅପେକ୍ଷା କରିଛନ୍ତି। ମାନେ ଆପଣଙ୍କର ଯୋଗାନ୍ତ ନାଗାନ୍ତ ସବୁ ପରୀକ୍ଷା ସେମାନେ କରିବେ, ବେଦାନ୍ତ ପରୀକ୍ଷା କରିବେ, ସିଦ୍ଧାନ୍ତ ପରୀକ୍ଷା କରିବେ, ଯାନ୍ତ୍ରିକ ପରୀକ୍ଷା କରିବେ, ତାନ୍ତ୍ରିକ ପରୀକ୍ଷା କରିବେ, ସପ୍ତାଙ୍ଗ ଯୋଗୀ ପରୀକ୍ଷା କରିବେ, ଅଷ୍ଟାଙ୍ଗ ଯୋଗୀ ପରୀକ୍ଷା କରିବେ, ତନ୍ତ୍ର ମନ୍ତ୍ର ସୂତ୍ର ଯନ୍ତ୍ର ଗାୟତ୍ରୀ ସାବିତ୍ରୀ ସବୁ ଯାକ ପରୀକ୍ଷା କରିବେ। କିଏ? ସେ ଚଣ୍ଡୀ ମାନେ। ଆଜ୍ଞା ଯଦି ଆପଣ ସେ ପରୀକ୍ଷାରେ ଜିତିଲେ, ମୁଁ ଏବେ ବସି ଯୋଉଟା ଚାଲୁଛି ସେଇ କଥା କହୁଛି, ଯାହା ଅର୍କିତ ସେ ଲେଖିଛନ୍ତି। ଯୋଉଠି ଦେବମାନେ ଦେଖି ପରୀକ୍ଷାରେ ସିଦ୍ଧ ହେଲା ହେଲା, ନହେଲେ ଦେବମାନେ ସବୁ ଏକମଳ ହେବେ। ସେଠୁ ଯୋଉମାନେ ଭକ୍ତ ତାଙ୍କର ସହ ମେଳ ସେ ଦେବୀ ମାନେ କରିବେ। ଆଜ୍ଞା ଯଦି ଯୋଉମାନେ ଭକ୍ତ ନୁହେଁ ସେ କଣ କରିବେ? ବିରୂପା ପାଖରେ ଗୋଟେ କୁଦ ଅଛି, ଜାଣିଛେ? ବିରୂପା ନଦୀ ପାଖରେ ଗୋଟେ କୁଦ ଅଛି, ଆଜ୍ଞା ମହାନଦୀ କାର୍ଯ୍ୟ ମଧ୍ୟସ୍ଥଳରେ। ଆଜ୍ଞା ସେଇଠି ପ୍ରଥମ ହଣାକଟା ଆରମ୍ଭ ବୋଲିକିରି ଅର୍କିତ ଦାସ ଲେଖିଛନ୍ତି। ତେଣୁ ପିତା ପୁତ୍ର ଭାଇ ବନ୍ଧୁ କେହି କାହାକୁ ଚିହ୍ନିବେ ନାହିଁ, ସ୍ୱାମୀ ସ୍ତ୍ରୀ ଭାଇ ବୋଉ ଦେଢୁଶୁର। କିନ୍ତୁ ଏଇଠି ଆଗରୁ ଲାଗିବ ଉତ୍ତର ଦିଗରୁ, ଆଜ୍ଞା ଦକ୍ଷିଣରେ ସେ ଛାଡିବ, ଆଜ୍ଞା ପଶ୍ଚିମରୁ ପୁଣି ଆସିବ। ଆଜ୍ଞା କିନ୍ତୁ ପଶ୍ଚିମରୁ ଯିଏ ଆସିବ ସେ ସମସ୍ତ ମୁଣ୍ଡକୁ ମୋଡିବ। ଆଜ୍ଞା ଗୋଟେ ପୂର୍ବ ଦିଗକୁ ଜଗନ୍ନାଥ ଆସିବେ, ଆଜ୍ଞା ଆସିଲା ବଳଦେବଙ୍କୁ ସେ ବାଟରେ ପାଇବେ। ଆଉ ଅର୍କିତ ଦାସ ଲେଖିଛନ୍ତି, ମୁଁ ଲେଖିନି। ଆଜ୍ଞା କଟକରେ ସବୁ ଆସିକି ମିଳନ କରିବେ, କଟକରେ କଟକରେ। ଆଜ୍ଞା ସେଠୁ କାଳିଆ ବୋଦାକୁ ସେ ଠିକ କରିବେ। ସେ ଦେଖିବେ ଥୋକାଏ କାଠମାଳିଆ ଭକ୍ତ ଅଛନ୍ତି, ସେ ତାଙ୍କୁ ଦେଖି ଭୟ କରି ଲୁଚିବେ। ସେଠୁ ଦେବାଦେବୀ ମାନେ ସବୁ ଜାଣିବେ ଏଠି ଲୁଚିଛନ୍ତି, ସବୁ ଗୋଟି ଗୋଟି ଟାଣିକିରି ଧରିକି ଆଣିବେ। ଅଣାକର ମନ୍ତ୍ର ପରୀକ୍ଷା କରିବେ, ସତ ମିଛ ସବୁ କଥା ଜଣା ପଡିବ। ଏତିକି ବେଳେ ପୁଣି ହେବ ଯୋଉ ରଡି, ଥୋକାଏ ଦାନ୍ତକୁ କାମୁଡି ମରିବେ, ଆଉ ଥରେ ଜିଭ ଓଲଟେଇ ମରିବେ, ଥୋଡା ରକ୍ତ ବାନ୍ତି କରି ମରିବେ। ଆଉ ସେତିକି ବେଳେ ଆପଣଙ୍କର ଖରା ଦିନ ଆସୁଥିବ, ମନେ ରଖିଥାନ୍ତୁ, ଆଜ୍ଞା ଅଦିନିଆ ନଈ ବଢି ହବ, ତତ୍ସଙ୍ଗେ ସଙ୍ଗେ ଅଦିନିଆ ରୋଗ ଆସିବ। ଆକୁ ଅର୍କିତ ଦାସ ଲେଖିଛି, ମୁଁ ଲେଖିନି ଆଜ୍ଞା, ମୁଁ ବାରମ୍ବାର ବୁଝଉଛି। ଏଇଟା ଆପଣଙ୍କର ଭବିଷ୍ୟତ ମାଳିକାରେ ଅଛି। ଚାହୁଁ ଚାହୁଁ ଲୋକମାନେ ଜଳକା ହଇବେ, କହିଦେଇ ପାଣି କଣ ଆଇଲା। ଏଇ ସମୟରେ ଯେତେବେଳେ ଏଇ ସବୁ କାମ ହବ, ସେ ସୂର୍ଯ୍ୟ ଆଉ ଉଦୟ ହେବେନି, ଅନ୍ଧାର ଉଠିବ। ମେଘ ଖାଲି ଶୂନ୍ୟ ଘଡଘଡି ମାରିବ, ଘଡଘଡି ପଡି ଗୋଟେ ପରିବାର ନଷ୍ଟ ହେଇଯିବ, ଚାରିଆଡେ ହାହାକାର ଶୁଭିବ, ମଲା ମଲା ବୋଲି ଡାକ ଖାଲି ପୃଥିବୀରେ ଶୁଭିବ। କଟକରେ କଟଚଣ୍ଡୀ ଡାକ ନ ଶୁଣିବ, ଲୁଚି କରି ଗଡ ଛାଟିରେ ଗଡଚଣ୍ଡୀ ଯାଏ ପହଞ୍ଚିବ। କେତେ ଭକ୍ତ ମାନେ ସେଠି ହୋଇଥିବେ ଠୁଳ, ଡାକ ଛାଡୁଥିବେ ମା କର ହେ ମଙ୍ଗଳ। ଅର୍କିତ ଦାସ ଲେଖିଛନ୍ତି, ଓଡିଶାରେ ବଡ ବନ୍ଧ ତିଆରି ଯେ ଥିବ, ସେତିକି ବେଳେ ଶତ୍ରୁ ଦ୍ୱାରା ଭାଙ୍ଗି ନିଜେ ଯିବ। ସେତିକି ବେଳେ ଖରା ଦିନେ ଭାଙ୍ଗିବ। ଭାଙ୍ଗିବ କିପରି ସେ ଲେଖିଛନ୍ତି, ଆଉ ଉପରେ ଯୋଉ ବନ୍ଧ ଅଛି ଯାହାକୁ ଛତିଶଗଡ, ସେ ବନ୍ଧକୁ ଇଏ କୋଇଲି ଛୁଆ ଯୋଉ ଆଇନ ଗଡିବେ ଗୁଫାରେ, ସେମାନେ ଭାଙ୍ଗିଦେବେ ବୋଲିକି ଲେଖିଛନ୍ତି। ତେଣୁ ଓଡିଶାରେ 6ଟି ଜିଲ୍ଲା ଜଳାର୍ଣ୍ଣବ ହବ। ତେଣୁ ପ୍ରଭୁଙ୍କର ଯିଏ ଭକ୍ତ ଥିବେ ବା ଭୃତ୍ୟ ଥିବେ, ପ୍ରଭୁ ତାଙ୍କୁ କହିବେ ତୁ ତୋର ବାଛି ବାଛିକିରି 100ଟି ପରିବାର ଘିନିକି ଅମୁକ ଜାଗାରେ ପହଞ୍ଚ। ତେଣୁ ସେ ସେଇବେଳେ ପ୍ରଭୁ ତାଙ୍କୁ ରକ୍ଷା କରିବେ, ସବୁ ଜିନିଷ ନେଇଯାଇଥିବେ। ପୁଣି ସେତିକିବେଳେ ଆଉ ଗୋଟେ କଥା ସେ ଲେଖିଛନ୍ତି ଅର୍କିତ ଦାସ, ଗଙ୍ଗା ଉଠି ଆସିବ ରହିବନି, ଗଙ୍ଗା ପୁଣି ଆସିବ, ବୈତରଣୀ ଉଠିବ। ଆଜ୍ଞା
कौन आसीबो गंगा उठी आसवे रही गंगा भी आसी ए जल संगे मिसी आउरी प्रलय करेंगे आज्ञा बैतरणी भी उठी आसव ब्राह्मणी भी उठी आसव सात समुद्र पुणी एकमल हेब एटा केबे को हबार अछि आज्ञा से लिखिं आपणकर ये जो मीन शनि बेले लिखिं पुणी लिखिं रक्त रंगरे पानी सब नालिया दिशब ये जो महाप्रलय जल सब नालिया दिशब कहीं दिशब जोगिनी गणकर खाँ खाँ शब्द सब मरी थे रक्त बांति करी आ वैज्ञानिक जंत्र किछि काम करिवो नाही से लिखिं माने केबेठू 2024 टू काम करिवो नाही लिखुचंती बुझिले कि आज्ञा पुणी कहउछंती अरविंद दास हरिंकर चक्र बोले सुदर्शन चक्र खाली गुड़ुथिबो से भक्त को खाली घोड़े रखिबो किंतु भारत रे ये श्रीक्षेत्र होची तीर्थ एठी धाम एठी जगन्नाथ अछंती तेणु एठी जीए बा देह छाड़िबो से भगवान ताको पुणी पुनर्जन्म देवे किंतु गोटे राज्य पाकिस्तान से बिल्कुल रहिबो नहीं तापर से लिखचंती रूसिया जर्मनी ब्रिटिश केही रक्षा पाइबे नहीं बुझिले कि आज्ञा से प्रभु तांके पर गुहारी करिवे किंतु प्रभु खाली भक्त को रखिवे आ अन्य काहाको रखिवे नहीं तेणु से भक्त पई एक खेल हेब आ गोटे महेंद्रगिरी अच्छी अर्घित दास लिखिं से पर्वत रे लोक माने लक्ष लक्ष लोक बंचिक रही तारी जाकि किंतु सेठी जे थिबे अभक्त पत्थर सब शून्य पड़ो सेठी लोक मैंने आश्रयस्थल जाइए मैंने सेठी पानी जीव ना जदि केबे आपण परशुराम को दर्शन कर जाती देखिए 100टा नड़िया गछ बुली बुलिकी आम गाड़ी चढ़ी तापर 17 किलोमीटर पुणी चलिए पड़ी 100टा नड़िया गछ चढ़ला 17 किलोमीटर पुणी चलिए पड़ी मैंने केते उच्च चिंता करते जार तले बादल उपरे आकाश ता अधरे घड़घड़ी मारे मुझे देखी महेंद्रगिरी पहाड़ अधरे घड़घड़ी मारत तेणु सेठी भक्त मान किसी थी आउ जो भक्त माने भक्त थिबे से माने बंचिबे नले शून्य पत्थर सब पड़ो से मरिबे तेणु से समय रे आपण को मोर गोटे अनुरोध जेमती कला पहाड़ को रामचंडी देखिले मते अत्याचार करिवो सेडू से कौन कले गोटे आमर पूर्व ढग अच्छी भला रामचंडी भलारे कला पहाड़ को दुआरे से भला पानी आनी गलारे सी कौन करिवे तांको भक्त मान को बाछि पाई पळै आसीबे आउ जगन्नाथ लक्ष्मी सेठी थिबे भक्त मान को चिन्हिबे आ जे भक्त से गोटी गोटी तांको कहिबे ए भक्त सब हाथ मारी चिन्हि देबे तांको आ केही खाइबे नहीं पीबे नहीं तांको केरे नष्ट हेबे नहीं तांकर बुझिले कि आज्ञा तेणु आउ गोटे आपणकर पद्मकल्प गोटे गुप्त मालिका अछि महागुप्त मालिका से लिखिचंती प्रभु संगे संगी होई भक्त भ्रमण करिवे सेही ज्योति दर्शन जहाँ कर थिबो सेबाने रक्षा जे पाई पाषाण्ड थिबे जे रुंड आसीबो बिरजा मोड़िबो मुंड रक्षा न पाइबे कहिले तुंड काठमालिया भक्त जेते झूला माली झुलाइथिबे चिता काटिथिबे आगुआ होइथिबे तांको खाइबे मंगला ठाकुराणी बोली लिखिचंती माछ मांस किया भक्त को जेते थिबे तांको 64 जोग्नी रक्त शोषिकी खाए बोली से लिखिचंती 46 सबु लीला होई जीवो लयांगरे जे प्रभु को देखुथिबो बा गुरु करिथिबो से गुरु ही मंत्र ही तांको रक्षा करिवे बोली करी अरिकृत दास कहउचंती सतर्कवाणी रे लिखिले जे मु तो अरिकृत दास सतर्कवाणी लिखुची सावधान हुओ तुई था ठिकना किछि रहिबो नाही हे भक्तगण मीन शनि आसिला धाई तेणु हे भक्तगण मागिले न मिलिबो भिक राज्य धोई हेबो खार खार खेत भुणा होइबो ठेक हे भक्तगण ओडिया फिटिबो नाही मान 1364 साल चैत्र मासरु चही माने वर्ष 67 साल एटा 74 साल को रखिची सेति बेले थारा विदेश थरिबो सेते बेले खरा दिन हेइतो फगुण चैत्र मास बेलू लिखिंट जोगी मानकर गोलू को जोगिनी मानकर जहाँ गोड़ी गोड़ी खाऊे जे भक्त होता पणत झाड़ी देउथिबे तो टांक भितर जगन्नाथ आसी पहुंचे कहे एमती कौन समूह गोड़ी खाऊच ना प्रभु तुम बांटी दियो प्रभु बांटी देवे तू यही जिला को जा
ତୁ ସେଇ ଜିଲ୍ଲାକୁ ଯା, ଯିଏ ଥବ ତାକୁ ଖାଇବୁ। ସେଠୁ ସେମାନେ ଖାଲି ଯୁବା ଲୋକଙ୍କୁ ଖାଇବେ। ତେଣୁ ସେ ଲେଖିଲେ, ଆରେ କାନ୍ଦେ ମୋଡ଼ା ପାଚି ଯିବ କାନ୍ଧ, ফাটিছ মোড়া হে ভক্ত গণ, দেহ হইଯିବ সর পীড়া হে ভক্ত গণ। আজি যে বহিব সব কালিকি সে কাহা, কান্ধে বসিব হে ভক্ত গণ। ଏହିପରି ଲାଗିଥିବ ହେ ଭକ୍ତ ଗଣ, ଶେଷକୁ ମରିବେ ସେଇ ତାକୁ ବୋଇବାକୁ ନଥିବେ କେହି ଏ ଭକ୍ତ ଗଣ, ତାଙ୍କ ଦରଜା ଫିଟିବ ନାହିଁ ହେ ଭକ୍ତ ଗଣ। ଗୃହତାଗିକ ପରୀକ୍ଷା ସେତିକି ବେଳକୁ ହୋଇବ ଦେଖା ହେ ଭକ୍ତ ଗଣ, ସେ ତ ମାନବ କରନ୍ତି ଭିକ୍ଷା ହେ ଭକ୍ତ ଗଣ। ଯୋଉମାନେ ଗୃହତ୍ୟାଗୀ ସନ୍ନ୍ୟାସ ଦେଇଛନ୍ତି ସେମାନେ ଭିକ୍ଷା ମାଗିବେ, ପ୍ରଭୁ ଆମକୁ ବଞ୍ଚାଅ, ପ୍ରଭୁ ଆମକୁ ବଞ୍ଚାଅ। ମାନେ ସବୁ ଆଡମ୍ବର କରି ଚାଲିନାହାନ୍ତି, ଦେଖନ୍ତି ମଠ ମନ୍ଦିର କରିଛନ୍ତି। କାଠ ମାଳିଆ ଭକତ ଝୁଲା ବୁଣା ପେଲା ଯେଉଁନୁ ମତ ହେ ଭକ୍ତ ଗଣ, ଗୋଟି ଗୋଟି ଧରା ହେବେ ସେ କାଳେ ପୁଣ ହେ ଭକ୍ତ ବଣ। ଅରୁଆ ଖିଆ ବାବାଜୀ ତାଙ୍କ ପାଇଁ ବାଣ ରଖିଛି ଖଞ୍ଜି ହେ ଭକ୍ତ ବଣ, ଆଖି ଖରୁଥିବେ ମିଞ୍ଜି ମିଞ୍ଜି ହେ ଭକ୍ତ ଗଣ। ବୁଝିପାରିଲେ? ଆଜ୍ଞା। ଭେଟ ହେବେ ସର୍ବେ କାଳିଆ ଘାଇ, ପରୀକ୍ଷା ହୋଇବ ସେଇଠି ଠାଇ ହେ ଭକ୍ତ ଗଣ। ହଡ଼ା ଖାଇବେ ଖଣ୍ଡାରେ ସେହି ହେ ଭକ୍ତ ଗଣ। କହନ୍ତି ଆଉ ଗୋଟେ କଥା କହୁଛନ୍ତି, ସେ ଭୂମିକମ୍ପ ସବୁଦିନ ଲାଗିକି ରହିବ, ପୃଥିବୀରେ ଏହି ପାଇଁ ହୁରିରେ ପଡିବ, କିନ୍ତୁ ଲୋକ ଠାବେ ଠାବେ ଭାଗବତ ଗୀତା ଆଲୋଚନା କରିବେ ମରଣ ଭୟରେ, ସେ ଲେଖିଛନ୍ତି। କିନ୍ତୁ ସୂଚକ ତାଙ୍କୁ କିଛି ଭଲ ମିଳିବ ନାହିଁ। ତେଣୁ ଏଇ ସବୁ କରିବା ପାଇଁ ମହାପ୍ରଭୁ ଅଚ୍ୟୁତ ଅରିକ୍ଷିତ ସେମାନେ କହିଛନ୍ତି ହେ ଭକ୍ତ ବା ବିଭକ୍ତ ଯେଉଁମାନେ ଅଛ, ସେମାନେ ଦମ୍ଭକୁ ମନରୁ ଛାଡ଼ନ୍ତୁ, ଜୀବ ପ୍ରତି ଦୟା କରନ୍ତୁ, ତାପରେ ତୁମ କଥା ବିଚାରକୁ ନିଆଯିବ। କୋଉଠି ଏବେ ଯୋଉ ସମୟ ଆସୁଛି, ଦୈନନ୍ଦିନ ଭୂମିକମ୍ପ ହବ, ଜଳ ରହିବ ନାହିଁ, ବିଦେଶୀ ଲୋକ ଭାରତ ଛାଡି ତାଙ୍କ ଦେଶକୁ ପଳେଇବେ, ଭାରତର ଦୀପ ଲିଭିଯିବ, ପୃଥିବୀ ଗୋଳକୁଣ୍ଡା ହେଇଯିବ, ମଦନ ଭୂଷଣ୍ଡା ମାତିବେ ଗଣ୍ଡା ଗଣ୍ଡା, କିନ୍ତୁ ହଣା ହୋଇବେ ବେକ ସଣ୍ଡା। ତେଣୁ ଭକ୍ତଙ୍କୁ ମୁଁ ବାରମ୍ବାର କହୁଛି, 24 ଠାରୁ 2029 ଯାଏ ପ୍ରବଳ ପ୍ରମାଦ ଅଛି। ତେଣୁ ତମେ ସେ 29 ବା 30 ଯୋଉ 6 ବର୍ଷ ଶିବ ସମ୍ବତ୍ସର ଚାଲୁଛି, କେହି ଦୁଷ୍ଟ ଲୋକ ରହିବେ ନାହିଁ, ଯୋଉ ଆଖି ମିଞ୍ଜି ମିଞ୍ଜି ସାଧୁ ବଡ ବଡ ଠଣା ସେଇ ରହିବେ ନାହିଁ। ତେଣୁ ମେଛକୁ ଶୋଧନ କରିବା ପାଇଁ ରତ୍ନଯୋଡି ପ୍ରମାଣ, କାଳିଆ ବୁଦା ପ୍ରମାଣ। ତେଣୁ ଏଇ ଯୋଉ କାଳିଆ ବୁଦା ବା ଏଠି ଯୋଉ ଭକ୍ତ ମାନଙ୍କର ମାନେ ବିନାଶ ହବ, ସେ କହିଛନ୍ତି 80,000 କାଠ ମାଳିଆ ସେ ସବୁ ଯିବେ। କାହିଁକିନା ଏଇ ଯୋଉ 24ରେ ଚାମୁଣ୍ଡା ପ୍ରବଳ ବାର ମାତିବେ, ପ୍ରତ୍ୟେକ ଦିନ ସେମାନେ ରୋଡ ମାଧ୍ୟମରେ ଯାତ୍ରା ମାଧ୍ୟମରେ ଲୋକମାନଙ୍କର ରକ୍ତକୁ ଶୋଷଣ କରିବେ। ତେଣୁ ସେ କଣ କରିବେ, ଘରେ ଘରେ ପଶିବେ। ଯେତେବେଳେ ସେ ବହୁତ ଗାଡି ଆକ୍ସିଡେଣ୍ଟ କରେଇବେ, ଦୈନନ୍ଦିନ ଗାଡି ଆକ୍ସିଡେଣ୍ଟ, ଦୈନନ୍ଦିନ ରକ୍ତପାତ ହବ, ଗୋଟେ ପରିବାର ଲୋପ ହେଇଯିବ, ତାପରେ ଯେ ସରିଯିବ, ସେ କଣ କରିବେ 2025 କି ଘରେ ଘରେ ପଶିବେ ବୋଲିକିରି ମାଳିକା ଲେଖୁଛେ। ଆଉ ସେମାନେ ବେଶୀ ବିଦେଶୀ ଲୋକଙ୍କୁ ଖାଇବେ ଯେ ଘରେ ପଶିବେ, କାହିଁକିନା ସେମାନଙ୍କର କିଛି ନାହିଁ, ସେମାନେ ମଳତ୍ୟାଗ କଲେ କାଗଜରେ ଗାଣ୍ଡି ପିଟି ଫୋପାଡୁଛନ୍ତି। ତାପରେ ଯବନ ଜାତି ନିଷୋଧନ ହବ, ଏକମାତ୍ର ସନାତନ ଧର୍ମ ଭାରତକୁ ପ୍ରଚାର କରିବ, ଆଉ ଭାରତ ରହିବ। ସେଇଟା ହବ କେତେବେଳେ? ସେ ଲେଖୁଛନ୍ତି
2026 ବେଳକୁ ସନାତନ ଧର୍ମ ଲୋକ ଆସିଯାଇଥିବେ। ତେଣୁ ସେଦିନ ପାୟ ଯୋଉ ଅନ୍ଧାର ହବ 7 ଦିନ, ସେତେବେଳେ ଆଉ ଗୋଟେ ରଡି ହବ। ଏଇ ଡାକଟା ଭୁବନେଶ୍ୱର ହବ ବୋଲିକିରି ମାଳିକା ଲେଖୁଛି। ତେଣୁ ଏ ଡାକ ବିରଜା ଦେବ ବୋଲି ଲେଖୁଛି। ଭୈରବୀ ଦେବେ, ରାମଚଣ୍ଡୀ, କଟକ ଚଣ୍ଡୀ, ଗଡଚଣ୍ଡୀ, ଏଇ ଯୋଉ 7ଟା ଚଣ୍ଡୀ ସେ ଡାକ ଦେବେ। ତେଣୁ ଉତ୍ତରରୁ ଗଙ୍ଗା ଆସିବ ଏ ସମୟ ବେଳେ। ଆଉ ଯୋଉ ପୁଣ୍ୟାତ୍ମା ଥିବେ ସେ ଯଦି ଏକମାତ୍ର ଯୋଉ ମନ୍ତ୍ରକୁ ମୁଁ ବାରମ୍ବାର କହି ଆସିଛି ଜପୁଥିବେ, ସେଠି ଯଦି ପ୍ରଳୟ ଜଳ ଆସେ ପାଣି ଦି ଭାଗ ହେଇଯିବ, ସେ ରହିଯିବେ। ପାଣି ଏକଡେ ଯାଉଥିବ ଆକାଶକୁ ଲାଗି, ସେକଡେ ସେ ମଝିରେ ଠିଆ ହେଇଥିବ। ଏକଥା ମୁଁ କହୁନି, ଏକଥା ମାଳିକାବିତ ମାନେ କହିଛନ୍ତି। ଯିଏ ଯୋଉମାନେ ରାମତାରକ ମନ୍ତ୍ର ଜାଣିଥିବେ ସେଇମାନେ ହିଁ ବଞ୍ଚିବେ ବୋଲି କହୁଛନ୍ତି। ତେଣୁ ଆପଣ ମାନେ ଏବେ ବହୁତ ସମୟ ଅଛି ଆପଣଙ୍କ ହାତରେ। ଏ କଳି ଯୁଗ ମାନେ ଆପଣଙ୍କର 21 ପରମାୟୁ। ଆଗେ ଥିଲା ସତ୍ୟଯୁଗ ହଉ, ଦ୍ୱାପର ଯୁଗ ହଉ, ଲୋକ ବହୁ ବର୍ଷ ବଞ୍ଚୁଥିଲେ, ଇଚ୍ଛା ମୃତ୍ୟୁ କରୁଥିଲେ। କିନ୍ତୁ ଏବେ 21 ପରମାୟୁକୁ ବି ଲୋକ ଭୋଗ କରିପାରୁନାହାନ୍ତି। ଯଦି ସେମାନେ ନିଜର ଆତ୍ମାକୁ ବା ନିଜର ସୃଜନତା ପୂର୍ବକ ସମୂହ ମାନବ ଜାତିକୁ କଲ୍ୟାଣ ମନରେ ଆଣି ପ୍ରଭୁଙ୍କର ରାମ ତାରକ ମନ୍ତ୍ରକୁ ଜପି ସେ କେତେ ଭକ୍ତକୁ ରକ୍ଷା କରିପାରିବେ। ଯାହାକୁ ଛୁଇଁବେ ସେ ରକ୍ଷା ହବ। କିନ୍ତୁ ଆ ପୂର୍ବରୁ କହିଛି, ମା ଶାରଳା ଅଚ୍ୟୁତ ଲେଖିଛନ୍ତି ତାଙ୍କ ମାଳିକାରେ, ମା ଶାରଳା ଯାହାକୁ ହାତ ମାରିଯିବ ସେ ପବିତ୍ର ହବ। ତାପରେ ପରୀକ୍ଷା ବେଳେ ଯୋଉମାନେ ପରୀକ୍ଷା ହବ, ସେଠି ପଣତ କାଣ୍ଡେ ପୁଜିଦେଲେ ସେ ପବିତ୍ର ହବ। ତା ପାପ ସେ ପଣତ କାଣ୍ଡେ ଝାଡିଦେବେ, ସେ ପାପ ପଳେଇଲା। ଯେମିତି ଆପଣଙ୍କର ଆମର ଭାଗବତର ଗୋଟେ ପ୍ରମାଣ ଅଛି। ବେଣୁ ଯେତେ ରାଜା ଥିଲା, ସିଏ ଆପଣଙ୍କର ଧ୍ରୁବ ଯିଏ 33.6 ବର୍ଷ ବଞ୍ଚିଥିଲେ ନିରୋଗୀରେ। ଧ୍ରୁବ ତାରା ହେଇକି ଅଛନ୍ତି ମା ସୁନୀତି ସହିତ, ତାଙ୍କ ବଂଶଧର ଥିଲେ। ସିଏ ଯେତେବେଳେ ବେଣୁ ରାଜା କଲା, ସେ କହିଲା ଭଗବାନ କେହି ନାହାନ୍ତି, ମୁଁ ଭଗବାନ। ଭଗବାନ କଣ? ରାଜା ହଉଛି ଭଗବାନ, ରାଜା ଦେଶ ଭଗବାନ। ତେଣୁ ମୁଁ ଏତିକି ପ୍ରାର୍ଥନା କରୁଛି, ସମସ୍ତଙ୍କୁ ଭଗବାନ କାଳିଆ ସଦ୍ବୁଦ୍ଧି ଦଉ। ଯେତିକିରେ ଆପଣଙ୍କର ଚଳିବାର ନିୟମ ମହାପ୍ରଭୁ ଅଚ୍ୟୁତ ଲେଖିଛନ୍ତି, ହାଡିଦାସ ଲେଖିଛନ୍ତି, ଅର୍କିତ ଦାସ ଲେଖିଛନ୍ତି, ସମସ୍ତେ ଲେଖିଛନ୍ତି। ବର୍ତ୍ତମାନ ସେୟା ହେବାକୁ ଯାଉଛି। ତେଣୁ ସେଇ ମା ଦୁର୍ଗା ନିଜେ କାଟାଇନ ହେଇକିରି ମହିଷାସୁର ଖାଇଥିଲେ, ହସିକିରି ତାଙ୍କ ମୁହଁରୁ ଲକ୍ଷ ଲକ୍ଷ ଜନ୍ମ ହେଇଥିଲେ। ସେ କହିଥିଲେ, ମା କାହିଁ ଆମକୁ କଲୁ? ନା ଲଢେଇ କର। ଲଢେଇ କରି ସାରିଲା, ମା ଆମେ ଯିବୁ କୁଆଡେ? ତ ଗ୍ରାମ ଦେବୀ ତୁମର ପୂଜା ପାଇବ। ତେଣୁ ଇଏ ବହୁତ ପୁରୁଣା କଥା। ତେଣୁ ସେଇ ମା ସବୁ କିଛି। ତେଣୁ ସେଇ ମା ମାରିବ, ସେଇ ମା ତାରିବ, ସେଇ ମା ମମତା ଦବ। ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି। ମା ମାନଙ୍କୁ ସେମାନେ ସଦ୍ବୁଦ୍ଧି କରନ୍ତୁ, ନିଜ ପରିବାରକୁ ଦେଖନ୍ତୁ, ଜଗତର କଲ୍ୟାଣ ନିମନ୍ତେ ଜଗନ୍ନାଥକୁ ଡାକନ୍ତୁ। କାହିଁକିନା ସବୁ ଯଦି ଜଣେ ମା ଜଗତର କଲ୍ୟାଣ ଇଚ୍ଛା କଲା, ସମସ୍ତଙ୍କ ମଙ୍ଗଳ ଚିନ୍ତା କଲା, ସେ ଚିନ୍ତା କରି ମୁଁ ସମସ୍ତର ମଙ୍ଗଳ କରୁଛି। ଯିଏ ସୃଷ୍ଟିକର୍ତ୍ତା ଏଟା ସବୁ ସୃଷ୍ଟି କରିଛନ୍ତି, ସେ କେବେ ଧ୍ୱଂସ କରିବାକୁ ଚାହିଁବେ ନାହିଁ। କାରଣ ନିଜକୁ ନିଜେ ଧ୍ୱଂସ ହବ। ତେଣୁ ସିଏ ଏ ପ୍ଲାନ ଗଢିଲା। ତେଣୁ ତମ ସେ ପ୍ଲାନରୁ ବଞ୍ଚିବା ପାଇଁ ପ୍ରଭୁ ସମସ୍ତଙ୍କର ମଙ୍ଗଳ କର। କାହିଁକିନା ସମସ୍ତ ମଙ୍ଗଳ ଭିତରେ ତୁମର ମଙ୍ଗଳ ଲୁଚି ରହିଛି। ସମସ୍ତଙ୍କୁ ବାହାର ତାହା ନୁହେଁ। ତେଣୁ ସମସ୍ତ ମଙ୍ଗଳ ଚିନ୍ତା କରି ମୁଁ ଆଜିର ବକ୍ତବ୍ୟ ଶେଷ କରୁଛି। ସମସ୍ତଙ୍କୁ ଭଗବାନ ଭଲରେ ରଖନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ଜଗତର ମଙ୍ଗଳ ହଉ, ସମସ୍ତଙ୍କ ମନବାଞ୍ଛା ପୂର୍ଣ୍ଣ ହଉ। हे प्रभु जगतर मंगल कर। ସମସ୍ତଙ୍କୁ ପ୍ରଣାମ, ସମସ୍ତଙ୍କୁ ପ୍ରଣାମ, ଜୀବ ଜଗତକୁ ବି ମୋତେ ପ୍ରଣାମ। ହରି ଓମ୍।